ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ସମାଜରେ ଅନେକ ଗୁଡ଼ିଏ କୁପ୍ରଥା ପ୍ରବେଶ କରିଥିଲା ଧର୍ମ ମାଧ୍ୟମରେ ଏବଂ ସେହି ସମୟରେ ସମାଜକୁ ସୁଧାରିବା ପାଇଁ ଗୌତମ ବୁଦ୍ଧ ଧର୍ମ ମାଧ୍ୟମରେ ପ୍ରଚେଷ୍ଟା କରିଥିଲେ ଏବଂ ଗୌତମ ବୁଦ୍ଧ ଯେଉଁ ଧର୍ମ ମାଧ୍ୟମରେ ସମାଜରେ ସଂସ୍କାର ଆଣିବାକୁ ଚେଷ୍ଟା କରିଥିଲେ ସେହି ଆନ୍ଦୋଳନକୁ ଧାର୍ମିକ ସଂସ୍କାର ଆନ୍ଦୋଳନ କୁହାଯାଏ ଏବଂ ଗୌତମ ବୁଦ୍ଧ ଯେଉଁ ଧର୍ମ ପ୍ରଚାର କରିଥିଲେ ତାକୁ ବୌଦ୍ଧ ଧର୍ମ କୁହାଯାଏ। ତ ପିଲାମାନେ ଚାଲ ଆଜି ଆମେ ପଢ଼ିବା ବୌଦ୍ଧ ଧର୍ମ ବିଷୟରେ ଏବଂ ବୌଦ୍ଧ ଧର୍ମରେ ଆଜି ଆମେ ଆଲୋଚନା କରିବା ଗୌତମ ବୁଦ୍ଧଙ୍କ ଜୀବନୀ ବିଷୟରେ। ଏଠି ଯେଉଁ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ, ଏହି ଫଟୋ ଚିତ୍ରଟି ହେଉଛି ଗୌତମ ବୁଦ୍ଧଙ୍କର ଫଟୋ ଚିତ୍ର ଏବଂ ଏହି ଗୌତମ ବୁଦ୍ଧ ଯେଉଁ ଧର୍ମ ପ୍ରବର୍ତ୍ତନ କରିଥିଲେ ତାକୁ କୁହାଯାଏ ବୌଦ୍ଧ ଧର୍ମ ଏବଂ ଏହି ବୌଦ୍ଧ ଧର୍ମ ମାଧ୍ୟମରେ ସେ ସମାଜରେ ସଂସ୍କାରମୂଳକ ନୀତି ଆଣିବା ପାଇଁ ଚେଷ୍ଟା କରିଥିଲେ। ଗୌତମ ବୁଦ୍ଧଙ୍କୁ ଏସିଆର ଆଲୋକ ବୋଲି କୁହାଯାଇଥାଏ। ଏସିଆର ଆଲୋକ କାହିଁକି କୁହାଯାଇଥାଏ ପିଲାମାନେ, ଏ ଭିଡ଼ିଓଟି ସମ୍ପୂର୍ଣ୍ଣ ରୂପେ ଦେଖ, ତୁମେମାନେ ଜାଣିପାରିବ ଗୌତମ ବୁଦ୍ଧକୁ କାହିଁକି ଏସିଆର ଆଲୋକ କୁହାଯାଏ ବୋଲିକି। ଗୌତମ ବୁଦ୍ଧଙ୍କ ଜୀବନୀ। ପିଲାମାନେ ତୁମର ବ୍ୟୁରୋ ବୁକ୍ ଅନୁସାରେ ଗୌତମ ବୁଦ୍ଧଙ୍କ ଜନ୍ମ 564 ବା 563 ଖ୍ରୀଷ୍ଟପୂର୍ବରେ ହୋଇଥିଲା, କିନ୍ତୁ ସବୁଠୁ ବେଶୀ ଗ୍ରହଣୀୟ ଯୋଗ୍ୟ ଉତ୍ତରଟି ହେଉଛି ପିଲାମାନେ 563 ଖ୍ରୀଷ୍ଟପୂର୍ବ। ଗୌତମ ବୁଦ୍ଧ ଜନ୍ମଗ୍ରହଣ କରିଥିଲେ ନେପାଳର କପିଳାବସ୍ତୁ ନିକଟସ୍ଥ ଲୁମ୍ବିନୀ ଉଦ୍ୟାନରେ। ତାଙ୍କର ବାଲ୍ୟ ଜୀବନର ନାମ ଥିଲା ସିଦ୍ଧାର୍ଥ। ଗୌତମ ବୁଦ୍ଧଙ୍କ ପିତାଙ୍କ ନାମ ଥିଲା ଶୁଦ୍ଧୋଧନ ଏବଂ ଶୁଦ୍ଧୋଧନ ଥିଲେ ଶାକ୍ୟ କ୍ଷତ୍ରିୟ ବଂଶର। ଶୁଦ୍ଧୋଧନ ଥିଲେ କପିଳାବସ୍ତୁର ମଧ୍ୟ ଶାସକ। ଗୌତମ ବୁଦ୍ଧଙ୍କ ମାତା ଥିଲେ ମାୟା ଦେବୀ, ସେ ମଧ୍ୟ କ୍ଷତ୍ରିୟ ବଂଶର ଥିଲେ। ଗୌତମ ବୁଦ୍ଧଙ୍କର ଜନ୍ମ ହେବାର ମାତ୍ର 7 ଦିନ ପରେ ହିଁ ତାଙ୍କର ମାତା ମାୟା ଦେବୀ ମୃତ୍ୟୁବରଣ କରିଥିଲେ ଏବଂ ଗୌତମ ବୁଦ୍ଧଙ୍କର ଲାଳନ ପାଳନ କରିଥିଲେ ତାଙ୍କର ବିମାତା ପ୍ରଜାପତି ଗୌତମୀ। ତେଣୁକରି ପିଲାମାନେ ଗୌତମ ବୁଦ୍ଧଙ୍କର ଯେଉଁ ବାଲ୍ୟ ନାମ ଥିଲା ସିଦ୍ଧାର୍ଥ ତାହା ପରିବର୍ତ୍ତନ ହୋଇକି ଗୌତମରେ ପରିଣତ ହୋଇଥିଲା। ବୁଦ୍ଧ ବାଲ୍ୟକାଳରୁ ହିଁ ଚିନ୍ତାଶୀଳ ଥିଲେ। ବୁଦ୍ଧ ବିବାହ କରିଥିଲେ ତାଙ୍କୁ ଯେତେବେଳେ 16 ବର୍ଷ ବୟସ ହୋଇଥିଲା। ଗୌତମ ବୁଦ୍ଧ ବିବାହ କରିଥିଲେ ଦଣ୍ଡପାଣିଙ୍କ କନ୍ୟା ଯଶୋଦାରାଙ୍କୁ। ଯଶୋଦାରା ଏବଂ ଗୌତମ ବୁଦ୍ଧଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ଏବଂ ସେହି ପୁତ୍ର ସନ୍ତାନଟିର ନାମ ଥିଲା ରାହୁଲ। ଥରେ ସନ୍ଧ୍ୟା ସମୟରେ ଗୌତମ ବୁଦ୍ଧ ନିଜ ରାଜ୍ୟରେ ଭ୍ରମଣ କରୁଥିବା ସମୟରେ 4ଟି ଦୃଶ୍ୟ ଦେଖିଥିଲେ, ଯଥା ବୃଦ୍ଧ, ରୋଗୀ ବ୍ୟକ୍ତି, ଶବ ଏବଂ ସନ୍ନ୍ୟାସୀ। ଏହି 4ଟି ଦୃଶ୍ୟକୁ ଦେଖି ଗୌତମ ବୁଦ୍ଧଙ୍କର ସଂସାର ପ୍ରତି ବିତୃଷ୍ଣା ଓ ବୈରାଗ୍ୟ ଭାବ ସୃଷ୍ଟି ହୋଇଯାଇଥିଲା ଏବଂ ସେ ମନସ୍ଥ କରିଥିଲେ ସଂସାର ତ୍ୟାଗ କରିବା ପାଇଁ ଏବଂ ପରିଶେଷରେ ଗୌତମ ବୁଦ୍ଧଙ୍କୁ ଯେତେବେଳେ 29 ବର୍ଷ ବୟସ ହେଉଥିଲା ସେ ଗୃହତ୍ୟାଗ କଲେ ଏବଂ ଗୌତମ ବୁଦ୍ଧ ଯେତେବେଳେ ଗୃହତ୍ୟାଗ କଲେ ତାଙ୍କ ସହିତ ତାଙ୍କର ସାରଥୀ ଥିଲେ ଛନ୍ନା। ଗୌତମ ବୁଦ୍ଧଙ୍କର ଏହି ଗୃହତ୍ୟାଗକୁ ମହାଭିନିଷ୍କର୍ମଣ ବୋଲିକି କୁହାଯାଇଥାଏ। ଏଠି ଯେଉଁ ପ୍ରଥମ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ, ଏ ଫଟୋ ଚିତ୍ରଟି ହେଉଛି ଭାରତ ଏବଂ ଭାରତ ମାନଚିତ୍ରରେ ନେପାଳକୁ ମଧ୍ୟ ଦର୍ଶାଇ ଦିଆଯାଇଛି। ଏଠି ଯେଉଁ ଦ୍ୱିତୀୟ ଫଟୋ ଚିତ୍ରଟି ଦେଖୁଛ, ଏ ଦ୍ୱିତୀୟ ଫଟୋ ଚିତ୍ରରେ କପିଳାବସ୍ତୁକୁ ହିଁ ଦର୍ଶାଇ ଦିଆଯାଇଛି। ପିଲାମାନେ ଏଇ ମାନଚିତ୍ରଟି ହେଲା ନେପାଳର ମାନଚିତ୍ର ଆଉ ଏଇ ଯେଉଁ ଲାଲ ରଙ୍ଗ ଦେଖାଯାଉଛି ଏଇ ଜାଗାଟା ହେଲା କପିଳାବସ୍ତୁ ଏବଂ ଏଇ ତୃତୀୟ ଫଟୋ ଚିତ୍ରଟି ହେଉଛି ଲୁମ୍ବିନୀ ଉଦ୍ୟାନରେ। ତ ପିଲାମାନେ ଗୌତମ ବୁଦ୍ଧ ଏହି ନେପାଳର କପିଳାବସ୍ତୁ ନିକଟସ୍ଥ ଲୁମ୍ବିନୀ ଉଦ୍ୟାନରେ ହିଁ ଜନ୍ମଗ୍ରହଣ କରିଥିଲେ। ପିଲାମାନେ ପରୀକ୍ଷାରେ ପ୍ରଶ୍ନ କେମିତିକା ଆସିବ ଏଇଠୁ ଯେ ଗୌତମ ବୁଦ୍ଧ କେବେ ଜନ୍ମଗ୍ରହଣ କରିଥିଲେ? ଗୌତମ ବୁଦ୍ଧ 563 ଖ୍ରୀଷ୍ଟପୂର୍ବରେ ଜନ୍ମଗ୍ରହଣ କରିଥିଲେ। ଗୌତମ ବୁଦ୍ଧ କେଉଁଠି ଜନ୍ମଗ୍ରହଣ କରିଥିଲେ? ଗୌତମ ବୁଦ୍ଧ ନେପାଳର କପିଳାବସ୍ତୁ ନିକଟସ୍ଥ ଲୁମ୍ବିନୀ ଉଦ୍ୟାନରେ ଜନ୍ମଗ୍ରହଣ କରିଥିଲେ। ଗୌତମ ବୁଦ୍ଧଙ୍କର ବାଲ୍ୟ ନାମ କ'ଣ ଥିଲା? ଗୌତମ ବୁଦ୍ଧଙ୍କର ବାଲ୍ୟ ନାମ ଥିଲା ସିଦ୍ଧାର୍ଥ। ଗୌତମ ବୁଦ୍ଧଙ୍କର ପିତାଙ୍କ ନାମ କ'ଣ ଥିଲା? ଗୌତମ ବୁଦ୍ଧଙ୍କର ପିତାଙ୍କ ନାମ ଥିଲା ଶୁଦ୍ଧୋଧନ। ଗୌତମ ବୁଦ୍ଧଙ୍କର ମାତାଙ୍କ ନାମ କ'ଣ ଥିଲା? ଗୌତମ ବୁଦ୍ଧଙ୍କର ମାତାଙ୍କ ନାମ ଥିଲା ମାୟା ଦେବୀ। ଗୌତମ ବୁଦ୍ଧଙ୍କର ଜନ୍ମ ହେବାର କେତେ ଦିନ ପରେ ତାଙ୍କର ମାତା ମାୟା ଦେବୀ ମୃତ୍ୟୁବରଣ କରିଥିଲେ? 7 ଦିନ ପରେ। ଗୌତମ ବୁଦ୍ଧଙ୍କର ମାତାଙ୍କର ମୃତ୍ୟୁ ହେବା ପରେ ଗୌତମ ବୁଦ୍ଧଙ୍କର ଲାଳନ ପାଳନ କିଏ କରିଥିଲେ? ଗୌତମ ବୁଦ୍ଧଙ୍କର ବିମାତା ପ୍ରଜାପତି ଗୌତମୀ। ଗୌତମ ବୁଦ୍ଧଙ୍କର
विवाह केते वर्ष बयस होता 16 वर्ष बयस होता। गौतम बुद्ध क्या बह करते दंडपाणी कन्या यशोदारा बह करते। गौतम बुद्धंकर पुत्र संतानटीर नाम कौन थिला? राहुल थिला। गौतम बुद्ध केते वर्ष बयस गृह त्याग करते? जितेबले 29 वर्ष बयस होता से गृह त्याग करते। गौतम बुद्ध गृह त्याग करने समय तांकर सारथी किए थे? तांकर सारथी थिले छन्ना। एवं गौतम बुद्ध जो गृह त्याग कले ताकू कौन कह जाए? महाभिनिष्कर्मण बोले कि कही जाए। पिला माने परीक्षा रे तुम 2 मार्क प्रश्न आसीबो महाभिनिष्कर्मण क्या कह जाए बोले कि। गौतम बुद्धंकर गुरु थिले आलरा कलाम और उद्दक रामपुत्र। गौतम बुद्ध आलरा कलाम और उद्दक रामपुत्र शिक्षा ग्रहण कले और तांकर शिक्षार से असंतुष्ट हेले। तेणुक से उरुबेल पलायन कले एवं उरुबेल रहीकि से 6 वर्ष तपस्या कले। 6 वर्ष तपस्या मध्य से प्रकृत ज्ञान पाइपारे नाही एवं परिशेष थकी जाई सुजाता नामक एक कन्या ठारू से क्षीरपान कले एवं परिशेष दीर्घ 6 वर्षर तपस्या पर से दिव्य ज्ञान लाभ कले एवं से दिव्य ज्ञान लाभ करिसंती निरंजना नदी निकट उरुबेल ठारे। उरुबेल को बुद्ध गया बोली कि कह जाए कहीं गौतम बुद्ध सेठारे दिव्य ज्ञान लाभ करते। गौतम बुद्ध जितेबले दिव्य ज्ञान लाभ कले 35 वर्ष बयस होता। गौतम बुद्ध दिव्य ज्ञान लाभ करते अश्वत्थ वृक्ष मूले एवं सही अश्वत्थ वृक्ष को बोधिद्रुम बोली कि कह जाए। गौतम बुद्ध दिव्य ज्ञान लाभ कलापर से तांकर प्रथम शिक्षा प्रदान करते सारनाथ ठारे तांकर 5 जन शिष्यों को। यही प्रथम शिक्षा प्रदान को गौतम बुद्धंकर धर्मचक्र प्रवर्तन बोली कह जाए। गौतम बुद्ध दिव्य ज्ञान लाभ कलापर से बौद्ध धर्म को प्रचार करते दीर्घ 45 वर्ष धरी। गौतम बुद्ध धर्म प्रचार करते अयोध्या, मगध, कोशल, कौशाम्बी, कपिलावस्तु, काशी, राजगृह, नालंदा इत्यादि स्थान रे एवं बौद्ध धर्म को ग्रहण करते मगधर राजा बिंबिसार अजातशत्रु, कोशलर राजा प्रसेनजित एवं कौशाम्बीर राजा उदयन। गौतम बुद्ध मृत्युवरण करते 486 ख्रीष्टपूर्व। गौतम बुद्ध मृत्युवरण करते उत्तर प्रदेश कुशीनारा बा कुशीनगर ठारे। गौतम बुद्ध 486 ख्रीष्टपूर्व उत्तर प्रदेश कुशीनारा बा कुशीनगर ठारे मृत्युवरण करते। यहाकू महापरिनिर्वाण बोली कह जाए। पिला माने एठी जो प्रथम फोटोचित्रटी अच्छी यही फोटोचित्र बुद्ध गया को दर्शाई दि जाइए। यही स्थान रे ही गौतम बुद्ध दिव्य ज्ञान लाभ करते। तापर एठी जो द्वितीय फोटोचित्रटी अच्छी पिला माने एठी सारनाथ को ही दर्शाई दि जाइए। एठी मु मार्क कर दूची देख पिला माने एटा हला सारनाथ जो जगार कि गौतम बुद्ध प्रथम करिकि तांकर शिक्षा प्रदान करते। एवं तृतीय फोटोचित्रटी उत्तर प्रदेश कुशीनारा को दर्शाई दि जाइए। एठी जो लाल रंगर देखा जाउची पिला माने देख एटा हला उत्तर प्रदेश कुशीनारा। और एठी जो ब्लैक डॉट अच्छी पिला माने यही ब्लैक डॉट होची कुशीनारा। एठी गौतम बुद्ध तांकर देह त्याग करते बा मृत्युवरण करते। एठू 1 मार्क प्रश्न केमती का आसीबो पिला माने देख गौतम बुद्धंकर गुरु किए थिले? आलरा कलाम और उद्दक रामपुत्र। गौतम बुद्ध दीर्घ केते वर्ष धरी तपस्या करते? गौतम बुद्ध दीर्घ 6 वर्ष धरी तपस्या करते। गौतम बुद्ध केउठारे दिव्य ज्ञान लाभ करते? गौतम बुद्ध उरुबेल बा बुद्ध गया ठारे दिव्य ज्ञान लाभ करते। गौतम बुद्ध जेतेबेले दिव्य ज्ञान लाभ कले तांकू केते वर्ष बयस होइतिला? 35 वर्ष बयस होइतिला। गौतम बुद्ध केउ वृक्ष मूले दिव्य ज्ञान लाभ करते? अश्वत्थ वृक्ष मूले दिव्य ज्ञान लाभ करते। गौतम बुद्ध केउठारे तांकर प्रथम शिक्षा प्रदान करते? सारनाथ ठारे शिक्षा प्रदान करते। गौतम बुद्ध सारनाथ ठारे केते जन शिष्यों को तांकर शिक्षा प्रदान करते? 5 जन शिष्यों को तांकर शिक्षा प्रदान करते। गौतम बुद्ध केते वर्ष धरी धर्म प्रचार करते? 45 वर्ष धरी धर्म प्रचार करते। गौतम बुद्ध केबे मृत्युवरण कले? 486 ख्रीष्टपूर्व मृत्युवरण करते। गौतम बुद्ध क्यों स्थान रे मृत्युवरण करते? उत्तर प्रदेश कुशीनारा बा कुशीनगर ठारे मृत्युवरण करते। एहीपरि भाबरे एहीठू 1 मार्क प्रश्न आसीबो। पिला माने एठू 2 मार्क भी प्रश्न आसे एमती धर्मचक्र प्रवर्तन क्या कह जाए? धर्मचक्र प्रवर्तन कहले पिला माने
ଗୌତମ ବୁଦ୍ଧ ଯେତେବେଳେ ଦିବ୍ୟଜ୍ଞାନ ଲାଭ କଲେ ତାଙ୍କର ପ୍ରଥମ ଶିକ୍ଷା ପ୍ରଦାନ ସାରନାଥଠାରେ କରିଥିଲେ। ତାଙ୍କର 5 ଜଣ ଶିଷ୍ୟଙ୍କୁ ତାହାକୁ ଧର୍ମଚକ୍ର ପ୍ରବର୍ତ୍ତନ କୁହାଯାଏ। ଆହୁରି ବି ଗୋଟିଏ 2 ମାର୍କର ପ୍ରଶ୍ନ ଆସେ, ମହାପରିନିର୍ବାଣ କାହାକୁ କୁହାଯାଏ? ଗୌତମ ବୁଦ୍ଧ 486 ଖ୍ରୀଷ୍ଟପୂର୍ବରେ ମୃତ୍ୟୁବରଣ କରିଥିଲେ ଉତ୍ତରପ୍ରଦେଶର କୁଶିନାରା ବା କୁଶିନଗରଠାରେ। ତାହାକୁ ମହାପରିନିର୍ବାଣ ବୋଲି କୁହାଯାଇଥାଏ। ଏହିପରି ଏଠି 2ଟି 2 ମାର୍କର ପ୍ରଶ୍ନ ଅଛି ଆଉ ଏଇଟା ପରୀକ୍ଷାରେ ପଡ଼ିଥାଏ। ବୌଦ୍ଧ ଧର୍ମ ଏକ ଆଞ୍ଚଳିକ ଧର୍ମ ରୂପରେ ଉଦ୍ଭବ ବା ସୃଷ୍ଟି ହୋଇଥିଲା। ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କଲା ପରେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର କରାଇ ବୌଦ୍ଧ ଧର୍ମକୁ ଏକ ସର୍ବଭାରତୀୟ ଧର୍ମରେ ପରିଣତ କରାଇଥିଲେ। ବୌଦ୍ଧ ଧର୍ମର ପ୍ରସାର ହୋଇଥିଲା ଦକ୍ଷିଣ ପୂର୍ବ ଏସିଆର ବିଭିନ୍ନ ଦେଶ ସହିତ। କୁଷାଣର ରାଜା କନିଷ୍କ ଓ ପୁଷ୍ୟବତୀ ମଧ୍ୟ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ଗୌତମ ବୁଦ୍ଧଙ୍କୁ ଏସିଆର ଆଲୋକ ବୋଲି କୁହାଯାଏ, କାହିଁକି ନା ଗୌତମ ବୁଦ୍ଧ ବୌଦ୍ଧ ଧର୍ମର ପ୍ରଚାର ଏବଂ ପ୍ରସାର କରିବା ସହିତ ସାରା ଏସିଆର ବିଭିନ୍ନ ଦେଶର ସମାଜରେ ବୌଦ୍ଧ ଧର୍ମ ମାଧ୍ୟମରେ ସାମାଜିକ ସଂସ୍କାର ଆଣିପାରିଥିଲେ। ତେଣୁକରି ଗୌତମ ବୁଦ୍ଧଙ୍କୁ ଏସିଆର ଆଲୋକ ବୋଲି କୁହାଯାଏ। ଉତ୍କଳର 2 ଜଣ ବଣିକ ଭ୍ରାତା ଥିଲେ ତପସୁ ଏବଂ ଭଲ୍ଲିକ। ଭଲ୍ଲିକ ପିଲାମାନେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ବୌଦ୍ଧ ଧର୍ମ ପରବର୍ତ୍ତୀ ସମୟରେ ବିଭାଜନ ହୋଇଯାଇଥିଲା ହୀନଯାନ ଏବଂ ମହାଯାନରେ। ହୀନଯାନ କାହାକୁ କୁହାଯାଏ? ବୁଦ୍ଧଙ୍କ ମୁଖ ନିଃସୃତ ବାଣୀକୁ ଯେଉଁ ବୌଦ୍ଧ ଧର୍ମାବଲମ୍ବୀମାନେ ଅନୁସରଣ କରୁଥିଲେ ତାଙ୍କୁ ହୀନଯାନ କୁହାଯାଏ। ମହାଯାନ କହିଲେ ବୁଦ୍ଧଙ୍କର ଈଶ୍ୱର ତତ୍ତ୍ୱରେ ବିଶ୍ୱାସୀ ହୋଇ ଯେଉଁ ବୌଦ୍ଧ ଧର୍ମାବଲମ୍ବୀମାନେ ବୁଦ୍ଧଙ୍କ ମୂର୍ତ୍ତିକୁ ପୂଜା କରୁଥିଲେ ତାଙ୍କୁ ମହାଯାନ ବୋଲି କୁହାଯାଏ।